ওম নমো ভগবতে বাসুদেবায়। ওম নমো ভগবতে বাসুদেবায়। ওম নমো ভগবতে বাসুদেবায়। यथा मंगलाचरण वागीशायस्य वदने लक्ष्येषु च वक्ष्यसि यस्य हृदय वसति तनुश्रियं भजे विश्वसर्वदिवा लक्षणं श्रीकृष्णाख्य परध्याम जगध्याम नमामि तत् माधव माधवस्य सर्वसिद्धि विनायते वन्दे परस्परत्यं परस्परं प्रियलोकं मूकं करति वाचलं पङ्गु लङ्घयति गिरि यत्कृपाहतमः वन्दे परमानन्दः माधव ज ब्राह्मण रुद्रेण तु स्तुतन्ति दैवस्तव देवसङ्गपदपश्यन्ति जो सामज्ञा ध्यान वसते गदगदे मनसा पश्यन्ति जो योगिना जस्सन्दे न बुद्धिसुरासुरगण देवायस्तुते नमः नारायणं नमस्कृत्यं नरचैव नरोत्तमं देवी सरस्वती व्यासं ततो जयमुदीरयं निर्गलं कल्पितं फलविमुखाभिद्रव्ययुक्तं श्रीपतं भागवतं रसमणितं प्रभु। द्वादश अध्याय एकादश स्कंद द्वादश अध्याय शुक बोलवार हरि बोल शुणीण उधह वचन बोलन्ति श्रीमधुसूदन भगवान उवाच बोलवार हरि बोल तु जाहा कलुहु हे प्रसन्न जीव आत्मार तत्वज्ञान जीवर बंध मोक्ष बेनी विचारु जेते हे शास्त्र घेनी केही कही न पार केही न पांति हि तार अंत तेणु से बोला हाई अनंत त्रिगुण बंध मोक्ष होई जेणु से गुण मायामयी वस्तु विचारे हे बंध मोक्ष जीव को नगे प्रत्यक्ष जन्म मरण शोक मोह सुख दुख आदि संशय केवल माया भ्रम एहि एणे जीवर भोग नाही स्वप्न देख प्राणी जहा निद्रा बोधले हे माया होए माया विद्या अध विद्या अविद्या मोर देह बंध मोक्ष हि मायामय हे दुख मध्य हे मोर वंश जीवर स्वरूपे प्रकाश अविद्या बले हे बंदी होई अदहीन कुमति हि भाव बही तेणु भ्रमयी हि माया भ्रमे कर्म अर्जित पथ श्रमे मर्जयी माया अहंकारे निज महिमा न सुमरे स्वभावे निहित मुक्ति यद्यप जीव विद्याज्योति आत्मा को आत्मा जेबे स्मरे परम आनंद विहरे एबे तु शुण हे उद्धव जीव परम हबेनि भाव जेणु सेवेनि हि संग होए बद्ध विमुक्त भाव बहे एक वृक्षे हे हंस दुई बसंती प्रिय भाव बही
ଏକୁ ଆର କେହି ନ ଛାଡ଼ନ୍ତି। ସ୍ୱଭାବେ ବେନି ସଖା ହୁଅନ୍ତି। ସମାନ ଶକ୍ତି ସେ ବହନ୍ତି। ବଦ୍ଧ ବିମୁକ୍ତ ହବେନି ଗତି। ସେ ବୃକ୍ଷେ ଯେତେ ଫଳ ଫଳେ। ଏକୁ ଭୁଞ୍ଜଇ ତାହା ବଳେ। ଏକ ବଞ୍ଚଇ ଉପବାସେ। ନିର୍ଲିପ୍ତ ନିରଞ୍ଜନ ବଂଶେ। ନିତ୍ୟ ଆନନ୍ଦ ପରିପୂର୍ଣ୍ଣ। ସକଳ ଦେଖ ହଇ ନୟନ। ସେହୁ ନ ଜାଣେ ନିଜ ପର। ଯେଣୁ ନିର୍ମଳ ଜ୍ଞାନ ତାର। ଯେ ହଂସ ବୃକ୍ଷ ଫଳ ଖାଇ। ଲୋକେ ବନ୍ଧନ ତାର ଦେହି। ଅଜ୍ଞାନେ ନ ଜାଣଇ କିଛି। ହେମନ୍ତେ ବେନି ଆତ୍ମା କଳ୍ପଇ। ପରମ ଅପହର ମନ ଆନନ୍ଦୀ। ଅବିଦ୍ୟା ସଙ୍ଗେ ଜୀବ ବନ୍ଦୀ। ପ୍ରତ୍ୟକ୍ଷ ଦେହେ ସେ ବସଇ। ନଥିଲା ପ୍ରାୟ ଲୋକେ ହୋଇ। ଏ ଭାବେ ତାନ୍ତି ଯେତେ ପ୍ରାଣୀ। ପଣ୍ଡିତ ବୋଲି ତାଙ୍କୁ ଜାଣି। ଦେହେ ନଥାଇ ଥିଲା ପ୍ରାୟ। ଯେମଣେ ସେ ଅବଞ୍ଚିତର କାୟ। ସ୍ୱପ୍ନ ଜାଗ୍ରତେ ଯେହ୍ନେ ମିଛ। କୁମତି ମନେ ତା ପ୍ରତ୍ୟକ୍ଷ। ଏଣୁ ବିଷୟ ଇନ୍ଦ୍ରଗଣେ। ଭୁଞ୍ଜନ୍ତି ବିଧି ଆଚରଣେ। ଜୀବ ସେ ଉଦାସୀନ ପୁରେ। ବସନ୍ତି ତାହାଙ୍କ ସମୀପେ। ଏଣୁ ପରମ ନାମ ତାର। ନିର୍ଲିପ୍ତ ନିତ୍ୟ ନିରାକାର। ଯେ ଭାବେ ଅହଙ୍କାର ମିଶେ। ଇନ୍ଦ୍ର ବିଷୟ ରେ ସେ ରସେ। କୁମତି ଅଦୃଷ୍ଟି ଅଧୀନ। କର୍ମର ଫଳ ସେ ବନ୍ଧନ। ଏଣୁ ସେ ଗୁଣ କର୍ମମୟେ। ପ୍ରକାଶେ କର୍ତ୍ତା ଭକ୍ତା ପ୍ରାୟେ। ଏଣୁ ପରମ ଆତ୍ମା ପ୍ରାୟ। ଉଦାସୀ ମନେ ସର୍ବଠାୟ। କେବେହୁ ନ କରିବ ସଙ୍ଗ। ସମୁଦ୍ର ଦେଶ ନେତରଙ୍ଗ। ସର୍ବ ବିଷୟ ପରବଶ। କେବେହୁ ନୋହିବ ବିଶ୍ୱାସ। ଆସନ ଶୟନ ମାର୍ଜନେ। ଭୋଜନ ପାନ ଅବଧାନେ। ଶ୍ରବଣ ସ୍ପର୍ଶନ କୀର୍ତ୍ତନ। ପ୍ରବଞ୍ଚ ରୂପ ଦର୍ଶନ। ଏ ସର୍ବ ଭାବେ ହେ ଉଦାସୀନ। ଯେ କଲେ ସେହୁ ମହାଜନ। ଯେହ୍ନେ ଆକାଶ ସବୁଠାରେ। ଅଛି ସେ କି ଅଛି ସେ ନ ଲାଗି କାହିଁ। ସୂର୍ଯ୍ୟରତି ବିମ୍ବ ଜଳେ। ଅଛି ସେ ନ ଲାଗି ନିଶ୍ଚଳେ। ସକଳ ସ୍ଥାନେ ସଞ୍ଚରଇ। ପବନ ନାହିଁ ନ ଲାଗଇ। ତେସନେ ସର୍ବ ବିଷୟରେ। ଇନ୍ଦ୍ରିୟ ଗଣଙ୍କୁ ନିରନ୍ତରେ। ଭୁଞ୍ଜଇ ସାକ୍ଷୀ ରୂପ ଥାଇ। ଅଜ୍ଞାନୀ ପ୍ରାୟ ବଦ୍ଧ ନୋହି। ସ୍ୱପ୍ନ ଜାଗ୍ରତ ପ୍ରାୟ ହୋଇ। ତାର ସଂସାରେ ନିବର୍ତ୍ତଇ। ନିରଭିମାନ ଗୃହ ଦେହେ। କରି ଭ୍ରମିବ ସର୍ବଠାଏ। ସଂକଳ୍ପ ନ ଭାବିବ ମନେ। ଗୃହ ଶରୀର ଅଭିମାନେ। କେ କରେ ହିଂସା ଅହଙ୍କାର। କେ ପୁଣ କରେ ନମସ୍କାର। କେ ଅବା କରେ ନିନ୍ଦା ସ୍ତୁତି। ଏଣେ ନୋହିବ ଅଦୃଷ୍ଟ ମାନି ଅବଧାନେ। ଚିତେ ଧରିବ ଦିବ୍ୟ ଜ୍ଞାନେ।
ସମେ ଦେଖିବ ସର୍ବବଂଶ ଭେଦ ନ ରଖି ଗୁଣ ଦେଶ ଚିତ୍ତନ ଧରି ଏ ଶରୀରେ ଯେ କିଛି ନବ ହେଲେ ନ କରେ ଅସାଧୁ ସାଧୁ ଭେଦ ନାହିଁ ସ୍ତୁତି ନିନ୍ଦନ ନ କରଇ ଆହାଙ୍କୁ ବୋଲିବା ପଣ୍ଡିତ ସେ ଆତ୍ମାରାମେ ହେବ ଜଡ଼ମତ ସଂସାର ମଧ୍ୟ ସେ ଆନନ୍ଦ ଦେଖ ଏ ପ୍ରାଣୀ ଭଲ ମନ୍ଦ ହୃଦୟରେ ତାହା ନ ଧରଇ ଯେଣୁ ସେ ନିଜ ଭାବ ଥାଇ ଯେ ସର୍ବଶାସ୍ତ୍ର ସୁପଣ୍ଡିତ ଜାଣଇ ସର୍ବ ଧର୍ମ ତତ୍ତ୍ୱ ସେ ଯେବେ ଏତେ ଗୁଣ ଘେନି ପରମାନନ୍ଦ ଅଙ୍କୁ ନ ଚିହ୍ନି ସକଳ ଶାସ୍ତ୍ର ବ୍ୟର୍ଥ ତାର କେବଳ ଶ୍ରମ ମାତ୍ର ସାର କୁଦେନୁ ବାନ୍ଧି ଗୃହ ଜେନେ ନିରାଶ ହୁନ୍ତି କ୍ଷୀର ପାନେ ଦୁଷ୍ଟ ଭାରି ଯାହା ଭାଷା ଦେଖି ଯେ ଗୃହେ କାମ ଲୋଭେ ରଖି ସକଳ ଧର୍ମ ତାର ନାଶ ନରକେ କରେ ହେ ଗୃହବାସ ଯାର ଶରୀରେ ପରାଧୀନ କୁପୁତ୍ର କରେ ଯେ ରକ୍ଷଣ ମୋ ନାମ ନ ଶୁଣେ ଯେ ମୁଖେ ଯେ ଲୋଭେ ଗୃହେ ଧନ ରଖେ ପୁତ୍ର ନ କରେ ସମର୍ପଣ କୁମତି କୁଶ୍ଚିତ କୃପଣ ଦୁଃଖ ହୁଁ ଦୁଃଖୀ ସେ ବୋଲାଇ ଉଭୟ ଲୋକେ ସୁଖ ନାହିଁ ମୋର ନିର୍ମଳ ଯଶ ନାମ ଦେହବାଛି ଗୁଣଗ୍ରାମ ଯାହାର ମୁଖେ ତା ନ ଶୁଣି ବ୍ୟର୍ଥ ଜୀବନ ସେହୁ ପ୍ରାଣୀ ଯେବା ପଣ୍ଡିତ ହୋଇ ଇହ ଲୋକେ ମୋ ନାମ ଧରେ ନିତ୍ୟ ମୁଖେ ମୁଁ ସର୍ବଭୂତେ ଅଛି ପୁରୀ ଏ ଭାବେ ମନ ଯେ ମୋରେ ଧରି ଶ୍ରୀମତେ ନ ଭୁଲେ ଶରୀର ଭିକ୍ଷା ଦେ ପୋଷ ହୋଇ ଉଦର ପୁଣି ଭିକ୍ଷୁକ ମୋର ଧନ ତାକୁ ନରମ ହୋଇ ମୋର ମନ ତତ୍ତ୍ୱ ବିଚାରେ ତ୍ରୁଟି ଭ୍ରାନ୍ତି ଭବସାଗରୁ ତରି ଯାନ୍ତି ଓଲନ୍ତି ଜଗତ ଜୀବନ ଏ ଯୋଗ ଯୋଗୀଙ୍କ ଏ ଯୋଗ ଗତି ତତ୍ତ୍ୱ ଜ୍ଞାନ ଯେ ନ ଧରନ୍ତି ଚିତେ ସଂସାରୁ ତରି ବକେ ମତେ ତୁ ଯେବେ ମନ ମୋର ଦେହି ଧରି ନ ପାରୁ ମାୟା ମୋହି ତେବେ ସକଳ କର୍ମ ମତେ ସମର୍ପିତ ସକଳ କର୍ମ ଏ ଜଗତେ ଭାବେ କହିଲି ମୁହିଁ ତତେ ମୋହର କର୍ମ ମୋହର ଜନ୍ମ କର୍ମ ନାମ ସତ୍ୟ ପବିତ୍ର ପୁଣ୍ୟ ଧାମ ଆମର ଗୁଣ ଅଛି ଯେତେ ଉଦ୍ଧବ ଶୁଣ ଏକ ଚିତେ ସ୍ମରଣ ଶ୍ରବଣ କୀର୍ତ୍ତନ ଯେ ତାର ଧର୍ମ ଆଚରଣ ତାର ତାହା ସମର୍ପି ମୋର ପାଦେ ସଂସାରୁ ତର ପ୍ରମାଦେ ଏ ରୂପେ ଉପାସନା କର ନିଶ୍ଚୟ ଲଭିବୁ ମୋ ପୟର ସାଧୁଙ୍କ ସଙ୍ଗ କରି ନୀତି ଲଭିବୁ ନିର୍ମଳ ଭକତି କରି ଶୁଦ୍ଧ ଚିତେ ଜ୍ଞାନ ଲଭିବୁ ତୁ ସାକ୍ଷାତେ ଜ୍ଞାନେ ସଂସାରୁ ହେବୁ ପାର ଶୁଣି ଉଦ୍ଧବ ଯୋଡ଼େ କର উদ্ধব উবাচ বলবান্দাবার হরি বলম बोलो ये कृष्ण मुख चाही भोनाथ मते हे कर त्राही मु तोर चरण शरण कहत भकहति लक्षण कि रूपे भकहतंकु जानी भकति कि रूपे प्रमाणी तु परिस
ତୁପରି ପରଃ ପୂର୍ଣ୍ଣ ବ୍ରହ୍ମସାର ସ୍ୱଭାବେ ପ୍ରକୃତିର ପର ଭକତ କରେ হে ତୋତେ ବସ ତାର ରକ୍ଷଣେ হে ତୋ ପ୍ରକାଶ ଭକତି ହିତେ হে ତୋର ତନୁ ତେଣୁ ଭକତ ବାକ୍ୟ ମାନୁ ପ୍ରତ୍ୟକ୍ଷ ଭକତ ପାଳନ ତୁ ନାଥ ପୁରୁଷ ପୁରାଣ ଅନାଦି ପ୍ରଭୁ ଭଗବାନ କରୁଣା ସିନ୍ଧୁ ଦିବ୍ୟ ଜ୍ଞାନ ରୂପ ଅରୂପ ବ୍ରହ୍ମ ରାଶି ତୁଏ ସଂସାର ମଧ୍ୟେ ପଶି ସକଳ ତୋହର ଭିଆଣ ଏଣୁ ତୁ ପରମ କାରଣ ଭକତ ଲକ୍ଷଣ ଯେମତେ ମଣାଇ କହ ଦୟା ଚିତେ ଭକ୍ତି ଲକ୍ଷଣ ମତେ କହ ଯେଣେ ଖଣ୍ଡିବ ମାୟା ମୋହ ଶୁଣି ଉଦ୍ଧବର ବଚନ କହନ୍ତି ଶ୍ରୀ ମଧୁସୂଦନ ଭଗବାନ ଉବାଚ ବଲବୃନ୍ଦବାର ହରି ବୋଲ ସମଦରସି ସତ୍ୟସାର ଶୁଦ୍ଧ ବିବେକ ମତି ଯାର ଦ୍ରୋହ ବର୍ଜିତ ଶାନ୍ତି ପର ତ୍ୟାଗ ସ୍ୱଭାବ ମହାଧୀର କୃପାଳୁ ସର୍ବ ଜୀବ ହିତ ସୂଚି ଦରିଦ୍ର ଦୃଢ଼ ବ୍ରତ ଅଳ୍ପ ଭୋଜନ ଧର୍ମ ସ୍ଥିର ମୃଦୁ ପ୍ରସନ୍ନ ଧୃତିଶିର ସୁକଲ୍ୟ ମାହାନି ମାନଦ କବି ମୈତ୍ର ଶୁଦ୍ଧ ବୋଧ ଚିତ୍ତ ସଂକଳ୍ପ ପ୍ରମାଦେ ଗଭୀର ଚିତ୍ତ ଧୀର ବୁଦ୍ଧି ଏଆଦି ସପ୍ତବିଂଶ ଗୁଣ ବିଶେଷ ମୋହର ଶରଣ ଏତେ ଲକ୍ଷଣ କଳ୍ପଇ ଯହିଁ ନିଶ୍ଚୟ ବୈଷ୍ଣବଟି ସେହି ମୁଁ ଦେବ ରୂପୀ ଅଛି ଭଣି ଧର୍ମ ଧର୍ମ ପରିମାଣି ତହିଁରେ ଦୋଷ ଗୁଣ ଯେତେ ନିରତ୍ନେ ନିର୍ଣ୍ଣୟ କରି ଶାସ୍ତ୍ର ମତେ ସକଳ ଧର୍ମ ତେଜ ଚିତେ ଯେମତେ ଭଜ ହଇ ଦୃଢ଼ ବ୍ରତେ ସେ ପ୍ରାଣୀ ଭକତ ଉତ୍ତମ କହିଲେ ପୁରୁଷୋତ୍ତମ ଜାଣି ନ ଜାଣି ମହିମା ଜାଣନ୍ତେ ଭକତ ଉତ୍ତମା ବିଚାରି ସର୍ବ ଧର୍ମ ତେଜ ମତେ ଏକାନ୍ତ ଭାବ ଭଜ ମୋର ମଧୁର ରୂପ ଦେଖି ସକଳ ସୁନ୍ଦର ଉପେକ୍ଷୀ ବେଗେ କରିବ ଦର୍ଶନ ବନ୍ଧନ ସ୍ମରଣ କୀର୍ତ୍ତନ ନାନା ପ୍ରକାରେ ସେବା ଯେତେ ଭାବେ କରିବି ଶୁଦ୍ଧ ଚିତେ ମୋର ଅମୃତ କଥା ସାର ଶ୍ରୁତି ପିତରି ନିତ୍ୟ ଯାର ମୋ ରୂପ ଧ୍ୟାନ ଦୃଢ଼ ମତି ସକଳ ମତେ ସମର୍ପନ୍ତି ସେବକ ଭାବେ ଆତ୍ମା ମନ ମୋ ପାଦେ କରେ ନିବେଦନ ମୋ ଜନ୍ମ କର୍ମର କଥନ ମୋର ଉତ୍ସବ ହୃଷ୍ଟ ମନ ନାନା ସୁବାଦ୍ୟ ନୃତ୍ୟ ଗୀତେ କୀର୍ତ୍ତନ କରି ମୋ ଅଗ୍ରତେ ଗୋଷ୍ଠୀ କରିବ ବହୁ ମିଳି ମୋ ଗୃହେ ଦେଇ ଦୀପାବଳି ଆନନ୍ଦେ କରି ମହୋତ୍ସବ ଦିବସ ରଜହନି ବଞ୍ଚିବ ମୋହର ଯାତ୍ରା ପର୍ବେ ବିଧି ବିଧାନ ଯଥା ପୂର୍ବେ ଯେବା ବୈଦିକ ଧ୍ୟାନ ମାନ କରିବ ମନ୍ତ୍ର ତନ୍ତ୍ର ଧ୍ୟାନ ବୈଷ୍ଣବ ଲକ୍ଷଣ ମୋ ବ୍ରତ ସେ ରୂପେ ଥିବ ଦୃଢ଼ ଚିତ୍ତ ଗୃହେ ସ୍ଥାପିବ ରୂପ ମୋର
ଅତି ସୁନ୍ଦର ମନୋହର ଆପଣା ହସ୍ତେ ନିର୍ମାଣିବ ନୋହିଲେ ପରେ କରାଇବ ନାନା କୁସୁମ ବନରୂପୀ ସୁସ୍ୱାଦୁ ଫଳ ବୃକ୍ଷ ସ୍ଥାପି ମାର୍ଜିନ ଘେନି ନିଜ କର ମାର୍ଜନା କରି ବମପୁର ଗୋମୟ ଲିପି ବମ ଘର ଦିବ୍ୟ ମଣ୍ଡଳୀ ମନୋହର ବାଳକ ଗୃହ ଯେହ୍ନେ ଦାଣ୍ଡେ ଲେଖିବ ନାନା ଚୂର୍ଣ୍ଣ ପିଣ୍ଡେ ଏ ଆଦି ପୁଣ୍ୟ କର୍ମ ଯେତେ ସାଧିବ ଗୃହାରମ୍ଭ ମତେ ମାନ କର୍ତ୍ତବ୍ୟ କୂଟ ଦମ୍ଭ ଚିତେ ନ କରିବ ଆରମ୍ଭ ମୋ ପ୍ରୀତି ଅର୍ଥେ କର୍ମ କରି ମୋର ଚରଣ ଚିତ୍ତ ଧରି ଯେ ପୁଣ୍ୟ ଆପହଣେ କରିବ କେବେ ପରେ ନ କହିବ ଯେ ଦୀପ ମତେ ସମର୍ପିବ ତାହା ନ କାର୍ଯ୍ୟ ନ ଜାଳିବ ପୁଣି ଯେ ଅନ୍ୟ ଭୋଗ ଦେବ ତା ମତେ କେବେ ନ ଦେବ ଯେ ଦ୍ରବ୍ୟ ମତେ ସମର୍ପିବ ପୁଣି ଗ୍ରହଣ ନ କରିବ ମୋ ଦ୍ରବ୍ୟ ଅଧିକାର ଯେତେ କେବେ ନ କଳ୍ପିବ ଚିତେ ଆତ୍ମାର ପ୍ରିୟ ବସ୍ତୁ ଯେତେ ଉତ୍ତମ ବସ୍ତୁ ଯେ ଜଗତେ ଯେବା ମିଳିବ ଅକସ୍ମାତେ ଆନନ୍ଦେ ସମର୍ପିବ ମତେ ମୋର ପ୍ରସନ୍ନେ ତାର ଫଳ ହୋଇବ ଅନହନ୍ତ ନିଶ୍ଚଳ ମୋର ମନ୍ଦିର ମନୋହର କରିବ ବିଚିତ୍ର ସଂସାର ମତେ ପୂଜିବ ଯେତେ ସ୍ଥାନେ ଉଦ୍ଧବ ଶୁଣ ସାବଧାନେ ଗୁରୁ ବ୍ରାହ୍ମଣ ମୁନିବରୀ ଗଗନେ ପବନ ପୃଥିବୀ ଜଳ ବୈଷ୍ଣବ ହୃତାସନେ ବିଷ୍ଣୁ ପୂଜିବ ଏତେ ସ୍ଥାନେ ଯାହାକୁ ଯେ ମହନ୍ତ ପୂଜିବ କହିବା ଶୁଣ ହେ ଉଦ୍ଧବ ଶୀତଳ ଜଳ ତୃଣ ଦାନେ ଗୁରୁଙ୍କୁ ପୂଜିବ ଗୋସ୍ଥାନେ ଅତିଥି ମନେ ନାନା ଦ୍ରବ୍ୟ ବିପ୍ରେ ପୂଜିବ ବିଷ୍ଣୁ ଭାବ ମୁନି ପୂଜିବ ମନ୍ତ୍ରତନ୍ତ୍ରେ ସଂସ୍କାର ଦ୍ରବ୍ୟ ଦେଇ ଯେତେ ପବିତ୍ର ପୁଷ୍ପ ଗନ୍ଧ ଅର୍ଘ୍ୟ କରି ପୂଜିବ ଦେବ ମାର୍ଗ ଆକାଶ ବର୍ଣ୍ଣ ହୃଦେ ଧରି ଧ୍ୟାନେ ପୂଜିବ ନର ହରି ପବନେ ଗନ୍ଧ ଆମୋଦନେ ପୂଜିବ ଚିତ୍ତ ସମାଧାନେ ମୂର୍ତ୍ତିକା କରି ଲିଙ୍ଗ ପ୍ରାୟ ମତେ ପୂଜିବ ଶିବ ଧ୍ୟାୟ ବୈଷ୍ଣବ ଆଣି ନିଜ ସ୍ଥାନେ ପୂଜିବ ବାନ୍ଧବ ବିଧାନେ ଅଭିଗମନ ଅନୁଯୋଗେ ଆଉ ଅନ୍ୟ ଭୋଜନ ଜଳ ପାକେ ଜଳେ ପୂଜିବ ମତେ ଭାବେ ବିବିଧ ଜଳମୟ ଦ୍ରବେ ଆରମ୍ଭୀ ସଂସ୍କାର ନଳେ ଘୃତ ଇନ୍ଧନ ଚରୁତିଳେ ଅଗ୍ନି ପୂଜିବ ମୋର ଧ୍ୟାନେ ନିର୍ମଳ ନିଶ୍ଚଳ ଭୁବନେ ଆତ୍ମାକୁ ଆତ୍ମା ରୂପେ ଧ୍ୟାଇ ପୂଜିବ ନାନା ଭୋଗ ଦେଇ ସକଳ ଭୂତେ ମୁଁ ବସଇ ଆଉ ଅନ୍ତରେ ଅନ୍ତର୍ଯାମୀ ହୋଇ ଏଣୁ ଅନନ୍ତ ରୂପ ମୋର ଧ୍ୟାନେ ପୂଜିବ ସର୍ବଭୂତେ ଏ ବିଧି ମତେ ନାନା ଠାବେ ମତେ ପୂଜିବ ପ୍ରିୟ ଭାବେ ଯେତେ କହିଲି ପୂଜା ସ୍ଥାନେ ମତେ ପୂଜିବ ଏ ବିଧାନେ ନୀଳ ଜିମୁତ କଳେବର
ରାଜୀବ ଲୋଚନ ସୁନ୍ଦର ଶଙ୍ଖ କମଳ ଚକ୍ର ଶଙ୍ଖ କମଳ ଚକ୍ର ଗଦା ଚତୁରଭୁଜେ ଶୋହେ ସଦା ସୁଗନ୍ଧ ବନ ମାଳ କଣ୍ଠ ରତ୍ନ ମେଖଳା କଟି ତଟେ ଶ୍ରବଣୀ ମକର କୁଣ୍ଡଳ ଯେସନେ ଗଗନ ମଣ୍ଡଳ ରବିଶ ସାଙ୍ଗ ବିଚେ ବିରାଜଇ ହେମନ୍ତେ ଧ୍ୟାନେ ହେ ମନ ଦେଇ ଏ ବିଧି ମତେ ହେ ପୂଜା କରି ମୋ ରୂପ ମନେ ହେ ଅବଧାରୀ ମୋ ଭାବେ ଥିବ ନିରନ୍ତରେ ଶୁଣ ଉଦ୍ଧବ କହୁତରେ ତୀର୍ଥ ଗମନ ଯଜ୍ଞ ଦାନ କୂପ ତଡ଼ାଗ ଦେବ ସ୍ନାନ ଏ ଆଦି କର୍ମ କରି ଯେତେ ମପାଦେ ସମହର୍ବିବ ନିତେ ଏ ରୂପେ ବୁଝି ମୋ ଚରଣ ଲଭି ଭକତ ଦୃଢ଼ ମନ ନିରତେ ଥିବ ସାଧୁ ସଙ୍ଗେ ନିର୍ମଳ ଭକ୍ତି ଯୋଗ ମାର୍ଗେ ଏ ଭାବେ ପ୍ରାଣୀ ମତେ ପାଇ ଏ ବିନୁ ଅନ୍ୟ ଗତି ନାହିଁ। ଯେଣୁ ତୁମର ନିଜ ଦାସ ତୋତେ କହିଲି ଉପଦେଶ ଆଉ କହିବି ମୁହିଁ ଯେତେ ଶୁଣ ଉଦ୍ଧବ ଏକ ଚିତେ ବୋଲଇ ଦାସ ଜଗନ୍ନାଥ ସଂସାର ଚରିତେ ଭାଗବତ କୃଷ୍ଣ ବଚନ ଏକାଦଶେ ଯେବା ଉଦ୍ଧବ ଉପଦେଶେ ସୁଜନ ଶୁଣି କର୍ଣ୍ଣ ପୋଷ୍ଟେ ସଂସାରୁ ତରିବ ନିକଟେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟ ସାହିତ୍ୟଂ ଏକାଦଶ ସ୍କନ୍ଧେ ଦ୍ୱାଦଶ ଅଧ୍ୟାୟ। त्रयोदश अध्याय एकादश स्कंद त्रयोदश अध्याय। भगवान उवाच बोल भगवान हरि बोल कृष्ण कहती हि तोष चिते शुण उद्धव कहु तते जे धर्म संख्या कर्म जोगे मुहि कहली हि ब्रह्म भागे देव पठन तपत्याग पुण्य समूह वैराग्य ए आदि पुण्य कर्म मान विकल्प घर दल दान विविध व्रत महादान जम नियम देवार्चन धन संचीर्ण यज्ञ करे तीर्थ गमने निरंतरे नाना उपाये पथ हेरी मते न पारे वश करी ओम गुरुभस्यः तस्य विद्रुवरेण्यं भर्गदेवस्य धीमहि धियो यो न प्रचोदयात् शान्ति शान्ति पृथ्वी शान्ति मानव।